ଜଗନ୍ନାଥ ଶ୍ରୀ ଜଗନ୍ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ ଜୟ ଜଗନ୍ନାଥ। ମହାପ୍ରଭୁ ଜଗନ୍ନାଥ ବ୍ରହ୍ମାଣ୍ଡର ନାୟକ ସେ। ରାଜାଧିରାଜ ରାଜେଶ୍ୱରଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବରଷରେ ଥରେ। ଆଉ ସେହି ରଥଯାତ୍ରାର ସବୁଠାରୁ ଆକର୍ଷଣୀୟ ଜିନିଷ ହେଉଛି ନୀଳାଦ୍ରି ବିଜେ ଅଥବା ଲକ୍ଷ୍ମୀନାରାୟଣ କଳି। ଆଜ୍ଞା ଆପଣମାନେ କୁହନ୍ତୁ ତ, କଳି କ'ଣ କେବେ ଆକର୍ଷଣୀୟ ହୋଇପାରେ କି? ନାଇଁ ନା। କିନ୍ତୁ ଯେହେତୁ ଏହି କଳି ଲକ୍ଷ୍ମୀ ଆଉ ନାରାୟଣଙ୍କ ମଧ୍ୟରେ ହୁଏ, ତେଣୁ ଏହା ସର୍ବାକର୍ଷଣୀୟ ଅଟେ। କାରଣ ଜଗନ୍ନାଥ ହେଉଛନ୍ତି ସବୁ ଆକର୍ଷଣର ମୂଳବିନ୍ଦୁ। ଆଉ ପ୍ରଭୁଙ୍କୁ ଯିଏ ଆକର୍ଷିତ କରେ ସିଏ ହେଉଛନ୍ତି ସ୍ୱୟଂ 52 ଭଣ୍ଡାରର ରାଣୀ ମହାଲକ୍ଷ୍ମୀ। ଏଣୁ ଏହି ଦୁଇଙ୍କର ମଧ୍ୟରେ ଯେଉଁ କଳି ହୁଏ, ଏହା ମହା ଆକର୍ଷଣ ହୋଇଥାଏ। ଘର କରି କେଉଁ ଘରେ ଅବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ନାହିଁ? ଝଗଡ଼ା, ରାଗ, ଅଭିମାନ, ବିଷଦ, ମିଳନ ଇଏ ତ ଦାମ୍ପତ୍ୟ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସେଥିପାଇଁ ଗାଉଁଲି ଭାଷାରେ କୁହାଯାଏ, ଘଇତା ମାଇପ କଳି, ସକାଳେ ସକାଳେ ମୁହଁ ଫଟାଫଟି, ସଞ୍ଜ ବେଳେ କୋଳା କୋଳି। ଏହା ହିଁ ପାରିବାରିକ ଜୀବନର ସ୍ୱର୍ଗୀୟ ସୁଷମା। ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତ ଗଣଦେବତା, ସିଏ ବା ପୁଣି ଏଥିରୁ ବାଦ ପଡ଼ିଯିବେ କିପରି? ହେଲେ ମହାପ୍ରଭୁ ତ, ତାଙ୍କ ବଡ଼ ଘରର ଇଏ ହେଉଛି ବଡ଼ ଗୁମର କଥା। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଏକ ରୋଚକ ଅଧ୍ୟାୟ। ସାଧାରଣ ମନୁଷ୍ୟ ଭଳି ଏହା ଜଗତ ଠାକୁରଙ୍କ ବଡ଼ ଘରର ବଡ଼ କଳି। ତେବେ ଏଥିରେ ଗୁମର କଥା ପୁଣି କ'ଣ? ମହାପ୍ରଭୁ ରୁକ୍ମଣୀଙ୍କୁ ବା ଲକ୍ଷ୍ମୀଙ୍କ ସହ ବିବାହର 3 ଦିନ ପରେ ପଡ଼େ ଜ୍ୟେଷ୍ଠ ପୂର୍ଣ୍ଣିମା। ସେଦିନ ମହାପ୍ରଭୁଙ୍କର ଜନ୍ମ ଦିବସ। ଭାଇ ଭଉଣୀଙ୍କ ସହ ମହାପ୍ରଭୁ ଭକ୍ତଙ୍କ ଗହଣକୁ ଆସି ବଡ଼ ଆନନ୍ଦରେ ପାଣି ଢାଳି ହୋଇ ବହୁତ ଗାଧାନ୍ତି ଏବଂ ଭୀଷଣ ଜ୍ୱରରେ ପଡ଼ି ଭାଇ ଓ ଭଉଣୀଙ୍କ ସହ ଅଣସର ଘରେ ରୁହନ୍ତି। 15 ଦିନ ପରେ ସୁସ୍ଥ ହୁଅନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସେ ଦାଣ୍ଡକୁ ଓହ୍ଲାଇ ଆସନ୍ତି ଓ ରଥ ଚଢ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିରକୁ ଚାଲିଯାଆନ୍ତି। ସ୍ନାନବେଦୀକୁ ଯିବା ପୂର୍ବରୁ ତାଙ୍କର ଚତୁର୍ଥୀ ହୋମ ଆଦି ସରିଯାଇଥାଏ, କିନ୍ତୁ ଅଣସର ଘରେ ରହିଥିବାରୁ ସପ୍ତମଙ୍ଗଳାର ବାହା ଗଇଁଠାଳ ଫିଟା କର୍ମ ଆଦି ହୋଇପାରିନଥାଏ। ଗୋଟିଏ ଦିନ ବି ସେ ମା ଲକ୍ଷ୍ମୀଙ୍କ ସହିତ ଏକାନ୍ତବାସରେ ବିତାଇ ନଥାନ୍ତି। ପୁଣି ଗୁଣ୍ଡିଚା ଯାତ୍ରାରେ ସେ ଲକ୍ଷ୍ମୀ ଠାକୁରାଣୀକୁ ସାଙ୍ଗରେ ନ ନେଇ ଭାଇ ଭଉଣୀକୁ ସାଙ୍ଗରେ ଧରି ବାହାରି ଯାଆନ୍ତି। ଏହାକୁ କେଉଁ ଘରଣୀ ବା ସହିବ? ମହାପ୍ରଭୁ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ମା ରୁକ୍ମଣୀଙ୍କୁ ହରଣପୂର୍ବକ ବିବାହ କରିଥିଲେ। ଏଇଠି ଗୋଟିଏ ଛୋଟିଆ ପ୍ରଶ୍ନ ଆମ ମହାପ୍ରଭୁଙ୍କୁ। ହେ ମହାପ୍ରଭୁ, ତୁମେ ସିନା ପତିତ ପାବନ, ହେଲେ ତା ପୂର୍ବରୁ ତମେ ପରା ପତି ପରମେଶ୍ୱର। ସ୍ତ୍ରୀ କଥାଟାକୁ କେମିତି ଭୁଲିଗଲେ? ଯେତେବେଳେ ପ୍ରଭୁ ଗୁଣ୍ଡିଚା ଜାତ ରଚନା କଲେ, ଭାଇ ଭଉଣୀଙ୍କୁ ସାଙ୍ଗରେ ନେଲେ, ନର ଗନ୍ଧର୍ବ କିନ୍ନର ସମସ୍ତଙ୍କୁ ନିମନ୍ତ୍ରଣ କଲେ, କିନ୍ତୁ ମହାଲକ୍ଷ୍ମୀଙ୍କୁ ପଚାରିଲେ ନାହିଁ। ଏକଥା କେମିତି ସହିବେ ମା ଲକ୍ଷ୍ମୀ? ସେପଟେ ମା ଲକ୍ଷ୍ମୀଙ୍କ ଚିନ୍ତାଟା ଆହୁରି ବଢ଼ିଗଲା। କାହିଁକି ଜାଣନ୍ତି? ଆଜ୍ଞା ମହାପ୍ରଭୁ ଜଗନ୍ନାଥଙ୍କର ଇତିହାସଟା ଭାରି ଖରାପ, ଭାରି ଲଜ୍ଜିତ। ଯେତେବେଳେ ମା ରୁକ୍ମିଣୀ ରୂପୀ ମା ଲକ୍ଷ୍ମୀ ବସିକି ଚିନ୍ତା କରୁଛନ୍ତି ଇଏ ନାଟୁଆ ରସିକ ଗୋପପୁରରେ 16 ସହସ୍ର ଗୋପୀଙ୍କ ସାଙ୍ଗରେ ମହାରାସ ରଚନା କରିଥିଲେ। ଯେଉଁ ଗୁଣ୍ଡିଚା ତୋଟାକୁ ଯାଇଛନ୍ତି ନା, ସେଇ ଗୁଣ୍ଡିଚା ନଗର ଭିତରେ ଗୋଟିଏ ବଡ଼ ତୋଟା ଅଛି, ଯାହାର ନାଁ ହେଉଛି ରାଇ ତୋଟା। ସେଇଠି ରାଧାରାଣୀ ଅପେକ୍ଷା କରି ବସିଛନ୍ତି। ଏପଟେ ମହାଲକ୍ଷ୍ମୀ ବସିକି ଚିନ୍ତା କରୁଛନ୍ତି, ପ୍ରଭୁ ଏକା ଯାଇଛନ୍ତି ଭାଇ ଭଉଣୀଙ୍କ ସହିତ ମହାରାସ ରଚନା କରିବେ ବୋଲି। ଆପଣ କହିଲେ ଆଜ୍ଞା, ସଂସାରରେ କେଉଁ ସ୍ତ୍ରୀ ଏ କଥା ସହ୍ୟ କରିପାରିବ? 5 ଦିନ କାଳ ମା ଅନେଇ ବସିଲେ, ପ୍ରଭୁଙ୍କର କିଛି ଖୋଜ ଖବର ନାହିଁ। ଆଉ ସମ୍ଭାଳି ପାରିଲେ ନାହିଁ ମା। ମହାରୋଷ ହୋଇ ହେରା ପଞ୍ଚମୀ ଦିନ ଦାସୀ ସେବକମାନଙ୍କୁ ଡାକି କହିଲେ, ମୋ ପାଲିଙ୍କି ସଜ କର ତ, ମୁଁ ଯାଇ ଟିକେ ଦେଖି ଆସେ ସେଠି କି ଲୀଳା ଚାଲିଛି। ମହାଲକ୍ଷ୍ମୀ ଯାଇ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ପହଞ୍ଚୁ ପହଞ୍ଚୁ ବିଦ୍ୟାପତି ଖବର ପାଇ ମା ଲକ୍ଷ୍ମୀ ଆସିଛନ୍ତି ବୋଲି ଜଗନ୍ନାଥଙ୍କୁ କହିଦେଲେ। କେଡ଼େ ସୁନ୍ଦର ପଦଟିଏ ଆଜ୍ଞା। ତୁ ଏଣେ ରାଧିକା ସଙ୍ଗେ ରାସ ରଚୁ ଲକ୍ଷ୍ମୀ ଛଡ଼ା ଜଗନ୍ନାଥ, ଲକ୍ଷ୍ମୀ ସାନ୍ତାଣୀ ତୋ ବିହୁନେ କାନ୍ଦି କପାଳେ ପିଟନ୍ତି ହାତ। ତୁ ଏଣେ ରାଧିକା ସଙ୍ଗେ ରାସ ରଚୁ ଲକ୍ଷ୍ମୀ ଛଡ଼ା ଜଗନ୍ନାଥ। ମହାପ୍ରଭୁଙ୍କର ସନ୍ଧ୍ୟା ଧୂପ ପୂଜା ବସି ଟେରା ପଡ଼ିଥାଏ। ସେହି ସମୟରେ ଆଡ଼ପ ମଣ୍ଡରେ ଦେଢ଼ଶୁର ବସିଛନ୍ତି। କେମିତି ବା ଆଗକୁ ଯିବେ? ଓଢ଼ଣୀଟା ଟାଣି ଆଣି ନାକ ଚଣା ଦ୍ୱାର ଦେଇ ଚୁପ୍ କରି ଦେଖିଲେ, ଭାଇ ଭଉଣୀ ତିନିହେଙ୍କର କି ଆନନ୍ଦ ଚାଲିଛି। ଫୁଲେଇ ଭଉଣୀ ସୁଭଦ୍ରା ତ ଭାରି ଗେହ୍ଲେଇ ହେଉଛି। କ'ଣ ଆଉ କରିବେ? ମୋହଚୂର୍ଣ୍ଣ ଟିକେ ପକେଇ ଦେଇ ଆସି ବାହାରେ ଦେଖନ୍ତି ତ ନନ୍ଦିଘୋଷ ଠିଆ ହୋଇଛି। ସବୁ ନାଟର ଗୋବର୍ଦ୍ଧନ ଏଇ ନନ୍ଦିଘୋଷ।
ଏହିପରି କହି ମୁଗୁରରେ ପାହାରେ ପିଟି ଦେଲେ ଯେ କାଠ ଖଣ୍ଡେ ଭାଙ୍ଗି ଗଳି ପଡ଼ିଲା। ସେଇ କାଠ ଖଣ୍ଡଟାକୁ ଧରି ତମ ତମ ହୋଇ ବାହାରି ଆସିଲେ। କାଳେ କିଏ ଦେଖିନେବ ଭାବି ସିଧା ବାଟରେ ନ ଆସି ହେରା ଗୋହିରି ସାଇ ଦେଇ ଶ୍ରୀମନ୍ଦିରକୁ ଫେରି ଆସିଲେ। ଯେତେବେଳେ ମହାପ୍ରଭୁ ବାହୁଡ଼ା ଦିନ ମାଉସୀ ମାଙ୍କ ପୋଡ଼ପିଠା ଆଉ ଖେଚେଡ଼ି ଖାଇ ଯାତ୍ରା କରିଛନ୍ତି, ଶ୍ରୀନଅର ହେବା ପୂର୍ବରୁ ଶ୍ରୀମନ୍ଦିରର ଚାହାଣୀ ମଣ୍ଡପରୁ ମହାଲକ୍ଷ୍ମୀ ପ୍ରଭୁଙ୍କୁ ଚାହିଁଥାନ୍ତି। ଚାହାଣୀ ମଣ୍ଡପରୁ ପ୍ରଭୁଙ୍କୁ ମା ଲକ୍ଷ୍ମୀ ଆଡ଼ରୂପା ନୟନରେ ଅନାନ୍ତି। ଚକା ଚନ୍ଦ୍ରମୁହଁ ଦେଖାଗଲାଣି ଲୋ ସେ ପାନଖିଆ ପାଟି ଦେଖାଗଲାଣି। ଆସିଗଲେ ଆସିଗଲେ ବୋଧେ ମୋ ନାଗର ବର। ନୀଳାଦ୍ରିନାଥଙ୍କର ନୀଳାଦ୍ରି ବିଜୟ ଶୁଭାରମ୍ଭ ହେବ। ଏବେ ଭାଇ ଭଗ୍ନୀଙ୍କୁ ଧରି ମହାପ୍ରଭୁ ଫେରିବେ ଶ୍ରୀମନ୍ଦିରର ରତ୍ନବେଦୀକୁ। ତେଣେ ଶ୍ରୀମନ୍ଦିରର ମାଲିକାଣୀ ଜଗି ବସିଛନ୍ତି ଠିକ୍ ବେଳେ ପ୍ରଭୁଙ୍କୁ ପାନେ ଦେବେ ବୋଲି। ମହାପ୍ରଭୁ ରଥରୁ ଓହ୍ଲାଇ ସିଂହଦ୍ୱାରକୁ ଯାଉଛନ୍ତି। ମହାଲକ୍ଷ୍ମୀ ସିଆଡ଼ୁ ଦାସୀ ସଖୀମାନଙ୍କ ସହ ଆସି ସିଂହଦ୍ୱାରର କବାଟଟାକୁ କିଳିଦେଲେ। ଏଇଠୁ ଆରମ୍ଭ ହେବ କଳି, ଯାହାକୁ ଲୋକମୁଖରେ ବାହ୍ୟ ବଚନିକା ଭାବରେ ବର୍ଣ୍ଣନା କରାଯାଇଛି। ଆଉ ଏଇ ବଚନିକାକୁ ଶୁଣିବା ନିମନ୍ତେ ପ୍ରତ୍ୟେକ ଭକ୍ତଙ୍କ ମନରେ ଆଶା ଥାଏ ଆଉ ଭାବ ଥାଏ। କାହିଁକି ଜାଣନ୍ତି? କାରଣ ଯିଏ ଲକ୍ଷ୍ମୀନାରାୟଣଙ୍କ କଳିକୁ ଶୁଣିବ ତା ଘରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କେବେ କଳହ ହେବନି ଆଜ୍ଞା। ତେଣୁ ସେହି କ୍ରମରେ ପ୍ରଥମେ କ୍ଷମା ପ୍ରାର୍ଥନା କରୁଛି। ମୁଁ କେବଳ ଛୋଟ ଦାସଟିଏ ମାତ୍ର, ମହାପ୍ରଭୁଙ୍କର ପୁଅଟିଏ ମାତ୍ର। ଆଉ ପୁଅ ହେଇକି ବାପା ମାଙ୍କର କଳିକୁ ଯଦିଓ ଦାଣ୍ଡରେ କହିବା ଉଚିତ ନୁହେଁ, କିନ୍ତୁ ଯେହେତୁ ଏହା ଲକ୍ଷ୍ମୀନାରାୟଣଙ୍କର କଳି, ତାଙ୍କ କଳି ହେଲେ ବି ମଙ୍ଗଳ। ଯିଏ ସମସ୍ତ ଅମଙ୍ଗଳକୁ ମଙ୍ଗଳରେ ରୂପାନ୍ତରିତ କରିପାରନ୍ତି, ତାଙ୍କର ପ୍ରତ୍ୟେକ ଲୀଳା ହେଉଛି ମଙ୍ଗଳମୟ। ସେହି ନିମନ୍ତେ ଲକ୍ଷ୍ମୀନାରାୟଣଙ୍କ କଳିକୁ ଆପଣମାନଙ୍କ ସାମ୍ନାରେ ଗାଉଛି। ଭକ୍ତମାନେ ଆପଣ ହେଜନ୍ତୁ। ଶୁଭାରମ୍ଭ କରୁଛି ମା ଲକ୍ଷ୍ମୀନାରାୟଣଙ୍କର କଳିକୁ। ଏହାକୁ ଶୁଣିକରି କୋଟି ଜନ୍ମର ପାପରୁ ମୁକ୍ତି ପାଆନ୍ତୁ। ସର୍ବେ ଆନନ୍ଦେ ଏକବାର ହରିବୋଲ ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶୁଣ ହେ ସୁଜନେ ଦେଇ ମନ କର୍ଣ୍ଣ ଲକ୍ଷ୍ମୀନାରାୟଣ କଳି। ପଦ ପଦକରେ ମାଦକ ପୁରୁଛି ଅମୀୟ ରସରୁ ବଳି। ନନ୍ଦୀ ଘୋଷ ରଥେ ବସି ମହାପ୍ରଭୁ ଗୁଣ୍ଡିଚା ଉତ୍ସବ ସାରି। ଭାଇ ଭଗ୍ନୀ ସଙ୍ଗେ ଘେନି କରି ରଙ୍ଗେ ବାହୁଡ଼ା ବିଜୟ କରି। ଚିତ୍ର ଚାରଳ ଚାମର ମାଳମାଳ ନାନା ଭେରି ତୁରି ବାଜେ। ରଥରୁ ଓହ୍ଲାଇ ରାମ ଦଇତାରି ଦେଉଳ ଦୁଆରେ ବିଜେ। ମହାପ୍ରଭୁ ବଡ଼ବାଡ଼ ମଣିମା ଅଛନ୍ତି ଆଗରେ, ସୁଭଦ୍ରା ଅଛନ୍ତି ଲୁଚି କରି କୋଉଠି। ଆଉ ଶେଷରେ ପଛେ ଆସୁଛି ରେ କାଳିଆ ଗହଳ ଲଗାଇ। କାଳିଆ ସାଆନ୍ତ ଜଗତର ନାଥ ଜଗନ୍ନାଥ ପଛରେ ଆସୁଛନ୍ତି। ଧୀରେ ଧୀରେ ରତ୍ନ ସିଂହାସନ ନିକଟକୁ ଯାଉଛନ୍ତି। ଜାଣି ଠାକୁରାଣୀ ସଖୀ ଗଣ ଘେନି ଦ୍ୱାର ନିକଟରେ ମିଳି। କାନ୍ତଠାରେ ମାନ କରିଣ ବହନ ଦରଜାକୁ ଦେଲେ କିଳି। ଯେତେବେଳେ ଦୁଇ ଭାଇ ଦ୍ୱାର ନିକଟରେ ପହଞ୍ଚିଲେ, ମା ଲକ୍ଷ୍ମୀ ଆସିକି ସିଂହଦ୍ୱାର ଦରଜାକୁ କିଳିଦେଲେ। ପ୍ରଭୁ ଜାଣିପାରିଲେ ଏତକ କୂଟ କେବଳ ଲକ୍ଷ୍ମୀ ହିଁ ରଚନା କରିଛି। କହିଲେ, ମୁଁ ତ ନୀଳାଦ୍ରି କନ୍ଦରର ଆନନ୍ଦ, ମୋତେ ପୁଣି ଭିତରକୁ ଛାଡ଼ିବାକୁ କବାଟ ବନ୍ଦ ଅଛି। ଇଏ ଲକ୍ଷ୍ମୀ ଛଡ଼ା ଆଉ କେହି କରିପାରିବେ ନାହିଁ। ସେ ହିଁ ଦ୍ୱାରକୁ ବନ୍ଦ କରିଛି। ବିଚରା ସ୍ୱାମୀ, ଜଗତର ସ୍ୱାମୀ, ଜଗତର ବଡ଼ଦାଣ୍ଡରେ ଆଜି ହଟହଟା ହେବ। ଆରେ ସାଧାରଣ ସ୍ୱାମୀଙ୍କ କଥା ଛାଡ଼ ତ, ମୁଁ ତ ବ୍ରହ୍ମାଣ୍ଡର ସ୍ୱାମୀ। ପତିତମାନଙ୍କୁ ତାରିବା ପାଇଁ ନୀଳାଦ୍ରି ବିଜେ। ଏତେ ବଡ଼ ଜାତ ମୁଁ ରଚନା କରିଛି। ହେଲେ ଆଜି ଦେଖ ତ ମୋର କି ଅବସ୍ଥା। ଜଗତର ବଡ଼ଦାଣ୍ଡରେ ମହାପ୍ରଭୁ ଚିନ୍ତା କରୁଛନ୍ତି ସ୍ତ୍ରୀ ବିଷୟରେ। ଆମ୍ଭେ ଯଦି ଚାଟୁ ପଟଳ କରିଣ ନ କହିବା ତାଙ୍କ ଆଗ। କେବେ ହିଁ ମନରୁ ମାନ ନ ତେଜିବେ ଘେନି ବସିଥିବେ ରାଗ। ସଂସାରରେ ଯେତେ ସ୍ୱାମୀ ସ୍ତ୍ରୀ ଅଛନ୍ତି ଆପଣମାନେ ଅନୁଭବ କରିପାରୁଥିବେ ଆଜ୍ଞା। ଘରେ ଝଗଡ଼ା ହେଲେ ନାରୀ ସହଜରେ ବୁଝନ୍ତି ନାହିଁ। ମହାପ୍ରଭୁ କହିଲେ, ଆଉ କିଛି ଉପାୟ ନାହିଁ, ମୋତେ ହିଁ ଆଗ କଳି ତୁଟେଇବାକୁ ପଡ଼ିବ। ଲକ୍ଷ୍ମୀ ଏଡ଼େ ବଡ଼ ମୁହଁ କରି ଦୁଆର ବନ୍ଦ କରିକି ବସିଲାଣି। କଥା ହେବା ତ ଦୂରର କଥା, ମୋ ତରଫରୁ ଆରମ୍ଭ କରିବି ଯାଉଛି। ମହାପ୍ରଭୁ କହିବା ଆରମ୍ଭ କଲେ। କୋମଳ କରିଣ କମଳ ନୟନ ଭାସନ୍ତିରେ ପ୍ରାଣବନ୍ଧୁ। କବାଟ ଫିଟାଅ ମୋ ଦୁଃଖ ତୁଟାଅ ଦେଖାଅ ବଦନ ଇନ୍ଦୁ। ନବଦିନ ମୋତେ ନବବର୍ଷ ହେଲା ଶ୍ରୀମୁଖ ନ ଦେଖି ତୋର। ଝୁରି ଝୁରି ଦେହ ଦୁର୍ବଳ ହେଲାଣି ପାଦ ନ ଚଳଇ ମୋର। ମହାପ୍ରଭୁ କହୁଛନ୍ତି, ଲକ୍ଷ୍ମୀ ଜମା ରାଗ ନିଲୋ। ତୋ ମୁହଁ ମୁଁ 9 ଦିନ ହେଲା ଦେଖି ନାହିଁ। ତୋ ଚନ୍ଦ୍ରବଦନକୁ ଦେଖି ନାହିଁ। ତତେ ଝୁରି ଝୁରି ଜାଣିଛୁ ମୋ ଅବସ୍ଥା କ'ଣ ହେଲାଣି। ଦେଖ ମୁଁ ଆଉ ଚାଲିପାରୁନାହିଁ। ଏତେ କଷ୍ଟରେ ଆସିଛି ମୁଁ। କାହିଁକି ନା ତୋ ହାତ ରନ୍ଧା ମୁଁ 9 ଦିନ ହେଲା ଖାଇ ନାହିଁ। ନା ତୋ ମୁହଁକୁ 9 ଦିନ ହେଲା ଦେଖି ନାହିଁ ଲୋ। 13 ଦିନେ ତୁଲୋ ଏମନ୍ତ ହୋଇଛୁ ଦିଶୁଛୁ ଝୁମୁକା ପରି। ମହମ ଦେହ ତୋ ଗହମ ହେଲାଣି କାହିଁକି ଲୋ ଚମ୍ପା ଗୋରି। ତୁ ପରା ବଡ଼ ଦେଉଳର ରାଣୀ, ତାହେଲେ ତୋର କ'ଣ ପାଇଁ ଏଭଳି ଅବସ୍ଥା।
ମହମ ଭଳିଆ ଗୋରା ଦେହଟା ଏମିତି ଗହମ ଭଳିଆ କାହିଁକି ହେଇଥିଲ ଲକ୍ଷ୍ମୀ? ତୁ ଝଡ଼ି ଯାଇଥିଲୁ, ତୁ ଝୁମୁକା ଭଳିଆ ଦେଖାଗଲୁଣି ପୁରା। ଆଜ୍ଞା ସତ କଥାଟା ହେଲା, କଥା କହିବାରେ କିଏ ଅଛି ଯେ ମହାପ୍ରଭୁଙ୍କୁ ଟପିଯିବ? ଜୟତି ବଚନ ରଚନାୟତି ନାଗର, ୟାଙ୍କ ଭଳିଆ କଥା କୁହାଳିଆ ସାରା ବ୍ରହ୍ମାଣ୍ଡରେ କେହି ନାହାନ୍ତି ଆଜ୍ଞା। ଆଉ ଯେମିତି ମା ଲକ୍ଷ୍ମୀ ମହାପ୍ରଭୁଙ୍କର ଏପରି ଚାଟୁ କଥାକୁ ଶୁଣିଲେ, ଏକରେ ତ ରାଗିକି ଅଛନ୍ତି, କହିବା ଆରମ୍ଭ କଲେ ମା ଲକ୍ଷ୍ମୀ। କାନ୍ତ ପ୍ରିୟ ବାଣୀ ଶୁଣି ଠାକୁରାଣୀ, କ୍ରୋଧେ ତନୁ ଥର ଥର, ଶ୍ୱାସ ଘନ ଘନ ନେତ୍ର ଥନ ଥନ, ଅଶ୍ରୁ ବହେ ଧାର ଧାର। ଅତି କଟୁବାଣୀ ସାଗର ଦୁଲଣୀ, କୁହନ୍ତି କାନ୍ତକୁ ଚାହିଁ, ତୁମେ ତ୍ରିଭୁବନ ଈଶ୍ୱର ଏଠାକୁ ବିଜେ କଲ କାହିଁ ପାଇଁ? ପ୍ରଭୁଙ୍କ ମୁହଁରୁ ଚାଟୁ ବଚନକୁ ଶୁଣି ମହାଲକ୍ଷ୍ମୀଙ୍କ ରାଗଟା ଆହୁରି ବଢ଼ିଗଲା। ମହାଲକ୍ଷ୍ମୀ ପ୍ରବଳ ମାତ୍ରାରେ ରାଗିକି ନାକକୁ ଫୁଲାଇ କହିଲେ, ହଇଓ, ତମେ କାହିଁକି ଏଠାକୁ ଆସିଲ? ତମର ଏ ଭଙ୍ଗା କୁଡ଼ିଆକୁ ଆସିବାର ପ୍ରୟୋଜନ କ'ଣ ଥିଲା? ଯାଇଥିଲ ତ ମହାରାସ ରଚନା କରିବା ନିମନ୍ତେ। ରାସ କ'ଣ ସରିଛି ନା ମନ ଭରିଛି? ଆପଣ ଅଶେଷ ବ୍ରହ୍ମାଣ୍ଡ ଠାକୁର, ସହଜେ ଦେବାଧିରାଜ, ତୁମ୍ଭର ଏପୁରେ ବିଜେ କରିବାର ଉପୁଜିବ ବଡ଼ ଲାଜ। ମା ଲକ୍ଷ୍ମୀ କହୁଛନ୍ତି, ପ୍ରଭୁ ଆପଣ ତ ଏଡ଼େ ବଡ଼ ଦିଅଁ, ମୋର ଏ ଭଙ୍ଗା କୁଡ଼ିଆକୁ କାହିଁକି ଆସିଲେ? ଆପଣଙ୍କୁ ଲାଜ ଲାଗିବ ପ୍ରଭୁ, ଜଗତର ବଡ଼ଦାଣ୍ଡରେ ଅପମାନ ଲାଗିବ। ଏଡ଼େ ବଡ଼ ଠାକୁର ହୋଇ ଏଇଭଳିଆ ଭଙ୍ଗା କୁଡ଼ିଆରେ ପାଦ ଦେଲେ? ଯାଅ ଯାଅ ଫେରି ନୀଳାଦ୍ରି ବିହାରୀ ଭଉଣୀକୁ ସାଙ୍ଗେ ନିଅ, ଛାଡ଼ି କରି ଗଲେ ଦୁଃଖ କରିବ ସେ ନନ୍ଦ ଗଉଡ଼ର ଝିଅ। ସ୍ତ୍ରୀ ଜନ୍ମ ହୋଇ ସୋରିଷେ ତାହାର, ମୁହଁରେ ନଥାଏ ଲାଜ, ତୁମ୍ଭେ ନ ଯାଉଣୁ ରଥରେ ଚଢ଼ିଣ, ଆଗେ ହୁଏ ସଜବାଜ। ଗେରସ୍ତ ଛାଡ଼ିକି ବାପ ଘରେ ରୁହେ, ସହଜେ ଚେପଟି ନାକି, ବୁଲି ଯିବା ପାଇଁ ରତ୍ନ ସିଂହାସନେ ବସିଥାଏ ଗୋଡ଼ ଟେକି। ଆହା, ବିଶ୍ୱାସ କରନ୍ତୁ ଆଜ୍ଞା, ବିଶ୍ୱାସ କରନ୍ତୁ ଭକ୍ତବନ୍ଧୁ, କେବଳ ଗୋଟିଏ ଓଡ଼ିଆ ଜାତି ହିଁ ମହାପ୍ରଭୁଙ୍କୁ ଏଇଭଳି ଗାଳି ଦେଇପାରିବ, ଆଉ କେହି ନୁହେଁ। ମହାଲକ୍ଷ୍ମୀଙ୍କର ରାଗଟା ନିଜ ସ୍ୱାମୀ ବା ମହାପ୍ରଭୁଙ୍କ ଉପରେ ଯେତିକି, ତାଠାରୁ ବେଶୀ ନଣନ୍ଦ ଉପରେ। ଇଏ ଏମିତି ଗେଲବସରିଆ ହେଇଯାଇଛି ଯେ ତା ଭାଇ ତାକୁ ଏତେ ଭଲ ପାଉଛି ଯେ ସ୍ତ୍ରୀକୁ ନ ନେଇ ଭଉଣୀକୁ ଧରି ମାଉସୀ ଘରକୁ ବୁଲିବାକୁ ଯାଉଛନ୍ତି। ଯେମନ୍ତ ଭାଇକୁ ତେମନ୍ତ ଭଉଣୀ, କେହି କାହାଠାରୁ କମ୍ ନୁହନ୍ତି। ଯାଅ ସେଇ ଅଲାଜୁକି ଭଉଣୀକୁ ସାଙ୍ଗରେ ଧରି ବୁଲୁଥାଅ, ମୁହଁରେ ତାର ତ ଲାଜ ଶର୍ମ ବୋଲି କିଛି ନାହିଁ, ଇଏ ତା ଜାତିର ସ୍ୱଭାବ। ଆଚ୍ଛା କହିବ କି ପ୍ରଭୁ, ଏ ସଂସାରେ ଲୋକ ଅଛନ୍ତି ଯେତେକ, ଗୋଟିଏ ଗୋଟିଏ ଗୁଣ, ଆପଣଙ୍କ ରୀତି ଜଣାଗଲା ମୋତେ ଶୁଆ ପରି ଆଚରଣ। ଆପଣଙ୍କ ଗୁଣ କ'ଣ କହିବି ପ୍ରଭୁ, ଆପଣଙ୍କ ଆଚରଣ ପରା ଶୁଆ ଭଳି। ପ୍ରଭୁ କହିଲେ, କ'ଣ ହେଲା, ମୁଁ ପୁଣି ଶୁଆ ଭଳିଆ? ମୋତେ ତ ସମସ୍ତେ କଳା କୁଆ ବୋଲି କୁହନ୍ତି ମୋ ରଙ୍ଗକୁ ଦେଖିକି, ତାହେଲେ ମୁଁ ଶୁଆ ଭଳି କେମିତି ହେଲି ଲୋ ଲକ୍ଷ୍ମୀ? ଏଇ କଥା ଟିକିଏ ହସି ହସି ମହାପ୍ରଭୁ ପଚାରିଦେଲେ। ମହାଲକ୍ଷ୍ମୀ ଉତ୍ତର ଦେଲେ, ପ୍ରଭୁ କହିବି ଆପଣ କେମିତି ଶୁଆ ଭଳିଆ? ଘୃତ ଦୁଗ୍ଧ ସର ମିଠାଇ ସାକର, ଦେଲେ ନ ରୁଚଇ ତାକୁ, ନିଶି ନିଶି ବସି କାନ୍ଦୁଥାଏ ବସି କେନ୍ଦୁ ଫଳ ଖାଇବାକୁ। ଗ୍ରାମ ସେ ମୁଣ୍ଡରେ ସ୍ଥାନ ଖଣ୍ଡେ ଅଛି, ନାମ ତା ଗୁଣ୍ଡିଚା ଘର, କିଏ ବା ସେଠିକି ଯିବ ବା କାହିଁକି, ଦିବସେ ଲାଗଇ ଡର। ଘର ଚାରିପାଖ ସପୁରି ପଣସ, କିଆଁ ଗଛ ଧାଡ଼ି ଧାଡ଼ି, ମର୍କଟ ଶୃଗାଳ ଜନ୍ତୁ ମାଳ ମାଳ, ବାଲି କୁଦେ ଥାଏ ବେଡ଼ି। ତ୍ରିଭୁବନେ ସାର ଶ୍ରୀନୀଳ କନ୍ଦର, ଅଷ୍ଟନିଧି ପରିପୂର୍ଣ୍ଣ, ଚିତ୍ର ବିଚିତ୍ର ମନ୍ଦିର ମନୋହର, କେୟାନକୁ ନ ବର୍ଣ୍ଣ। ଜାଣିଲେ ପ୍ରଭୁ ଶୁଆର କ'ଣ ଆଚରଣ? ଶୁଆକୁ ଆପଣ ସୁନା ପଞ୍ଜୁରୀରେ ରଖି ଦୁଧ ସର ମିଠା ସାକର ଖାଇବାକୁ ଦେଲେ ମଧ୍ୟ ସେ ସବୁବେଳେ ସେ ଗାଁ ମୁଣ୍ଡର କେନ୍ଦୁ ଫଳ ଖାଇବା ପାଇଁ ଦିନ ରାତି ବସି ଝୁରି ହେଉଥିବ। କେନ୍ଦୁ ଫଳଟା କଷା ଆଜ୍ଞା, ଜମା ମିଠା ନୁହେଁ। କଷା ଫଳ ଖାଇବା ପାଇଁ ଶୁଆ ସବୁବେଳେ ଝୁରି ହେଉଥିବ। ସେମିତି ପ୍ରଭୁ ମୁଁ ଆପଣଙ୍କୁ ଯେତେ ଭୋଗ ବ୍ୟଞ୍ଜନ, ଯେତେ ସୁଆଦିଆ ଖାଇବାକୁ ଦେଲେ ମଧ୍ୟ ନାଡ଼ି ବଡ଼ି ଗଜା, ଖଣ୍ଡ ଖଇ ଖଜା, ତତେ ନ ହୋଇଲା ମିଠା, ମାଉସୀ ଦୁଆରେ ରହି ଚୋବାଇବୁ ପାଉଁଶିଆ ପୋଡ଼ପିଠା। ସେ ପାଉଁଶିଆ ପୋଡ଼ପିଠା ଖାଇବା ପାଇଁ ବିକଳିଆ ହେଇକି ଦୌଡ଼ି ପଳଉଛ, ତାହେଲେ ଶୁଆ ନୁହେଁ ତ ଆପଣ ଆଉ କ'ଣ? ଗୁଣ୍ଡିଚା ଘରେ କ'ଣ ଅଛି ଯୋଉଠିକି ଦିନରେ ଲୋକ ଯିବା ପାଇଁ ଭୟ କରନ୍ତି, ସେଇଠିକି ପରା ଆପଣ ଯାଉଛନ୍ତି, ପୁଣି ଶ୍ରୀମନ୍ଦିରକୁ ଛାଡ଼ିକି। ଇନ୍ଦ୍ର ଚନ୍ଦ୍ର ଯମ ବରୁଣ ନୈଋତ ସୁର ସିଦ୍ଧ ବିଦ୍ୟାଧର, ଶିରେ କର ଯୋଡ଼ି ଉଭା ହୋଇଛନ୍ତି ସର୍ବେ ସେବା ପରିଚାର। ତୁମ ଶ୍ରୀଛାମୁକୁ ନୀତି ଆସୁଥାନ୍ତି ଦର୍ଶନ କରିବାକୁ, ତୁମେ ଯାଇଥିଲ ଗୁଣ୍ଡିଚା ବାଡ଼ିକୁ କେଉଁ ଦିଅଁ ଦେଖିବାକୁ। ଆଚ୍ଛା କହିବେ କି ପ୍ରଭୁ, ଆପଣଙ୍କ ଦର୍ଶନ ପାଇ ତ ଇନ୍ଦ୍ର ଚନ୍ଦ୍ର ବରୁଣ ସର୍ବ ଦେବାଦେବୀ ଆସୁଛନ୍ତି, ଆପଣ ପୁଣି କେଉଁ ଦିଅଁ ଦେଖିବାକୁ ଯାଇଥିଲେ? ମହାପ୍ରଭୁ ଆଉ କିଛି ଉତ୍ତର ନ ଦେଇ ଟିକିଏ ଲାଜେଇ ଗଲେ। ଲାଜେଇ ଗଲେ ସିନା, ଚାଟୁକାର କଥାରେ ଆମ ମହାପ୍ରଭୁଙ୍କୁ କିଏ ବା ପାରିବ? କହିବା ଆରମ୍ଭ କଲେ ମହାପ୍ରଭୁ, ଦେବୀ
ତୁମର କ'ଣ ମନେ ନାହିଁ କି ମା ଗୁଣ୍ଡିଚାଙ୍କୁ ଆମେ କଥା ଦେଇଥିଲୁ ପରା। ତମେ ତ ଜାଣ ମୁଁ ଭକ୍ତ ଭାବଗ୍ରାହୀ ବୋଲି। ଭକ୍ତ ବାଞ୍ଛା ତ ଆମେ ଯୁଗେ ଯୁଗେ ପୁରା କରି ଆସିଛୁ। ସେଇଥିପାଇଁ ମା ଗୁଣ୍ଡିଚାଙ୍କ କଥାକୁ ରକ୍ଷା କରି ତାଙ୍କ ଘରକୁ ଯାଇଥିଲୁ। ତୁ ଆଉ ମନ ମାରି ବସ ନା ଲୋ ଲକ୍ଷ୍ମୀ, କବାଟ ଫିଟାଇ ଦେ। ଆମେ ଭାଇ ଭଉଣୀ 3 ଜଣ ଯାକ ବାହାରେ ଅପେକ୍ଷା କରିଛୁ। ରାତି ହେଇଗଲାଣି, ବର୍ଷା ବି ଆସିଲାଣି, ଟିକେ କବାଟ ଖୋଲିଦେ ଲୋ ଲକ୍ଷ୍ମୀ। ଏତିକି ଶୁଣିଲା ପରେ ମହାଲକ୍ଷ୍ମୀଙ୍କର ରାଗ ଆହୁରି ବଢ଼ିଗଲା। ତମେ ମା ବୋଲିଆ ବୋଲେଇଛ ନା? ମା ବୋଲ କରା ମାଧିଆ ତମେ ହେ, ତମ ସାଙ୍ଗେ ଭାବ ନାହିଁ। ଗୁଳା ଦେଖି ପଳା କଳା କହ୍ନେଇ ହେ, ପୁରରେ ସ୍ଥାନ ନାହିଁ। କ'ଣ କହୁଛ? ଗୁଣ୍ଡିଚା ଘରକୁ ଯାଇଥିଲ? ମା କୁ ବେଶୀ ଭଲ ପାଅ? ମା ବୋଲ କରା ମାଧିଆ ତମେ ତ? ଯାଅ ସେଇ ମା ପାଖରେ ରହୁନା, ଏଠିକି କାହିଁକି ଆସିଛ? ଯୋଉ ରଥ ଗୁଳା କାଟି କାଟିକି ଆସିଥିଲ ନା, ସେଇ ଗୁଳା ଦେଖିକି ଆଉ ଥରେ ପଳାଅ ମା ପାଖକୁ, ଗୁଣ୍ଡିଚା ନଗରକୁ। ହଉ ହେଲା ପ୍ରଭୁ, ଗୋଟେ କଥା କହିବେ କି ପ୍ରଭୁ? ଗଲାବେଳେ ତମେ ଭାଇ ଭଉଣୀ 3 ଜଣ ସାଙ୍ଗରେ ଦେବତା ନର କିନ୍ନର ସମସ୍ତଙ୍କୁ ନେଲ, ମତେ କ'ଣ ପାଇଁ ନେଲ ନାହିଁ ଟିକେ କହିବ କି? ମହାପ୍ରଭୁ ଉତ୍ତର ଦେଲେ, ଆଲୋ ଏଇ କଥା କହନ୍ତି ଗୋବିନ୍ଦ, ହୃଦୟ ରଖି ଛଳ ଲକ୍ଷ୍ମୀଙ୍କ ଶ୍ରୀମୁଖ ଚାହିଁ। ଯେଉଁ ପାଇଁ ତତେ ନନେଲି ସଙ୍ଗତେ, ଶୁଣ ମୋ ପରାଣ ସହି। ମୋ ଜ୍ୟେଷ୍ଠ ସୋଦର ତୋର ଦେଢ଼ଶୁର ମୋ ସାଙ୍ଗରେ ଥିଲେ ଯେଣୁ, ଏହି କଥା ଚିତେ ବିଚାରିଣ ତୋତେ ସଙ୍ଗତେ ନନେଲି ତେଣୁ। ଆଲୋ ଲକ୍ଷ୍ମୀ, ତୁ କ'ଣ ପାଇଁ ଅନ୍ୟଥା ଭାବୁଛୁ କହିଲୁ? ଚତୁର ଚିନ୍ତାମଣିଙ୍କୁ କଥାରେ କିଏ ବା ପାରିବ? ପୁଣି ସେ କହିଲେ, ଆଲୋ ପ୍ରାଣ ସହି, ଇଏ ଅତି ସାମାନ୍ୟ କଥା ଲୋ। ସାଙ୍ଗରେ ମୋ ବଡ଼ ଭାଇ ମାନେ ତ ଦେଢ଼ଶୁର ଥିଲେ ପରା। ଏହା କ'ଣ ଦାଣ୍ଡକୁ ଶୋଭା ପାଇଥାନ୍ତା? ବୃଥାରେ ତୁ ଖାଲି ଅଭିମାନ କରୁଛୁ। ଯେତେବେଳେ ମହାପ୍ରଭୁ ଛଳ କରି ଚାଟୁ କଥା କହିକି ଲକ୍ଷ୍ମୀଙ୍କୁ ଭୁଲାଇବାକୁ ଚେଷ୍ଟା କଲେ, ସେତେବେଳେ ମହାଲକ୍ଷ୍ମୀ ଆଉ ଟିକିଏ ରାଗିଗଲେ। କହିଲେ, ଦେଢ଼ଶୁର ଭାଇ ବୋହୂ କହି ବାହାନା କରୁଛ ନା? କ୍ରୋଧେ ଥରହର କମ୍ପାଇ ଅଧର, ତ୍ରିଭୁବନ ଠାକୁରାଣୀ। ଜଗନ୍ନାଥଙ୍କର ମୁଖରୁ ଏମିତି ବଞ୍ଚକ ବଚନ ଶୁଣି। ଯାହା ମୁଖ ଦେଖିବାକୁ ଯାଇଥିଲ ତାହା ଅଛି ମୋତେ ଜଣା, ଆଉ କାହିଁ ପାଇଁ ଆସିଲ ଗୋସାଇଁ, ହୋଇଲ କି ବାଟ ବଣା। କିନ୍ତୁ ମା ଲକ୍ଷ୍ମୀ ଠିକ୍ ଜାଣିଛନ୍ତି, ଇଏ ନାଗରବର କାହା ମୁହଁ ଦେଖିବା ନିମନ୍ତେ ଯାଇଥିଲେ। ରାଧାଙ୍କର ଚନ୍ଦ୍ରମୁଖ ଦେଖିବା ନିମନ୍ତେ ଇଏ ଚକର କୃଷ୍ଣ ଯାଇଥିଲେ ମହାରାସ ରଚନା କରି ନନ୍ଦିଘୋଷ ଚଢ଼ି। ସେଇଥିପାଇଁ ଗଲାବେଳେ ମୋତେ ନେଇନାହାନ୍ତି। ଏଇଠି ଗୋଟିଏ କଥା ଲକ୍ଷ୍ୟ କରିବେ ଆଜ୍ଞା, ଯେତେବେଳେ ସ୍ତ୍ରୀ ରାଗିଥିବ ନା ପ୍ରବଳ ମାତ୍ରାରେ, ସେତେବେଳେ କିଛି ଲାଞ୍ଚ ଦେଇ ସ୍ତ୍ରୀର ମନକୁ ସନ୍ତୋଷ କରିବାର ଏହି ପରମ୍ପରା ସ୍ୱାମୀମାନେ ଜାଣନ୍ତି। ମହାପ୍ରଭୁ ବା କେମିତି ଏଥିରୁ ବାଦ ପଡ଼ିବେ? ସେଇଠୁ ମହାପ୍ରଭୁ କହିଲେ, କବାଟ ଫିଟାଅ ମୋ ଦୁଃଖ ତୁଟାଅ, ଦେଖାଅ ସୁନ୍ଦର ମୁଖ। ଅନେକ ପ୍ରକାର ରତ୍ନ ଅଳଙ୍କାର ଆଣିଅଛି ଗଣି ରଖ। ଚୂଡ଼ା ଭିଡ଼ା ଝରା କନକ ଦୁଦୁରା, ତଡ଼କା ଜଗତ ଜିଣା। ନାସିକାକୁ ମଣ୍ଡି ଦେଉଥିବ ତଣ୍ଡି, ଶୁଆ ବସା ନାକ ଚଣା। ସମ୍ବଲପୁରିଆ ବାଙ୍କ ଡେଉଁରିଆ, ଜାଲି ତାଡ଼ ବିଦ ମାଳା। ହୃଦକୁ ପଦକ ମାଳ ଆଣିଅଛି, ପାଦକୁ ବାଜେଣି ବଳା। କଳା ମେଘି ଶାଢ଼ୀ ମରକତ ଚୁଡ଼ି, କମ କଲିଆରି ନିଅ। ଅଙ୍ଗୀକାର କରି ଅଙ୍ଗନା ରତନ, ଶ୍ରୀଅଙ୍ଗରେ ଲାଗି ହୁଅ। ଆଲୋ ଲକ୍ଷ୍ମୀ, ମୁଁ ତୋ ପାଇଁ ଶୁଆବସା ନାକଚଣା ଆଣିଛି, କାନକୁ ଝୁମୁକା ଆଣିଛି, ପେଣ୍ଡି ଆଣିଛି, ପାଦକୁ ବଳା ଆଣିଛି, ବାଜେଣି ଝୁମୁକା ଆଣିଛି, କଳା ମେଘି ଶାଢ଼ୀ ଆଣିଛି ଲୋ। ଯଦି ମୁଁ ତତେ ଏତେ ଭଲ ପାଉନଥାନ୍ତି, ମୋର ଆଉ କାହା ସହ ଭାବ ଥାନ୍ତା, ତାହେଲେ ମୁଁ ତ ତାକୁ ଏଇ ସବୁ ଜିନିଷ ଦେଇ ଦେଇଥାନ୍ତି। ତୋ ପାଇଁ କାହିଁକି ନେଇକି ଆସିଥାନ୍ତି କିଲୋ? ମହାଲକ୍ଷ୍ମୀ କହୁଛନ୍ତି, ସବୁ ମୋତେ ଜଣାମ, ଏସବୁ ଜିନିଷ ତମ ପାଖରେ ରଖ, ଆଉ ଶୁଣ ମୋ କଥାକୁ। ବୋଲନ୍ତି କମଳା ଶୁଣ ଚକାଡୋଳା, ମୋ ପାଇଁ ଆଣିଛ ଯାହା। ତହିଁ ପାଇଁ ମୁଇଁ ଭାଜନ ନୁହଁଇ, ଶୁଣ ଆହେ ଚଉବାହା। ଉଠ ଉଠ ମଠ ନଗର ହେ ଶଠ, ନାଗର ମୁକୁଟ ମଣି। ଉଛୁର ହୋଇଲେ କୋପ କରିବେଟି, ଗୋପପୁର ଗଉଡ଼ୁଣୀ। ବିଳମ୍ବ ନକର ବେଗେ ବିଜେ କର, ଲୁଚାଇ କରିଣ ନିଅ। ଚଞ୍ଚଳ ଏ କ୍ଷଣ କାଞ୍ଚନ ଗୋରୀଙ୍କୁ, ଲୁଚାଇଣ ତାହା ଦିଅ। ତମେ ଯୋଉ ଜିନିଷ ସବୁ ଆଣିଛ ନା, ଶୀଘ୍ର ଯାଅ ଏଠୁ। ଯାହା ସବୁ ଆଣିଛ ସେଇ ତପ୍ତ କାଞ୍ଚାଙ୍ଗୀ ଗୌରାଙ୍ଗୀ ରାଧାରାଣୀକୁ ନେଇ ଦେବ ଯାଅ। ମୁଁ ତ ସାଧାରଣ ସ୍ତ୍ରୀଟିଏ, ମୋର ବା ଏସବୁ କ'ଣ ଲୋଡ଼ା? ମହାପ୍ରଭୁ ଭାବୁଛନ୍ତି, ଏତେ ବୁଝାଇଲା ପରେ ବୁଝୁନି ମାନେ ଇଏ ବୁଝିବା ଲୋକ ନୁହଁ। ତାପରେ ବି ମହାଲକ୍ଷ୍ମୀ କ'ଣ ସହଜରେ ଛାଡ଼ିବା ଲୋକ ଯେ? ଆଉ ଥରେ ସୁନ୍ଦର ଭାବରେ କହିବାକୁ ଲାଗିଲେ, ତୁମ୍ଭେ ପରା ତାଙ୍କ ନାଟୁଆ ପୁରୁଷ, ଗୋପୀମାନେ ତୁମ ଗୁରୁ। ନାସିକା ଫୁଲାଇ ଗୁଣା ଦୋହଲାଇ, ଆଖି ମାରୁଥାନ୍ତି ଦୂରୁ। କଦମ୍ବର ମୂଳ ଆଖଡ଼ା ମଣ୍ଡପ, ଗୁରୁ ଶିଷ୍ୟ ତହିଁ ଭେଟ। ସେ ଯେଉଁ ପ୍ରକାରେ ସାଧନା ଶିଖନ୍ତି, ସେହି ପ୍ରକାରେ କର ନାଟ। ଗଉଡ଼ୁଣୀ ଭାବେ ଗୌଡ଼ ଜାଣନ୍ତି, ମୁଁ ତାହା ଜାଣିବି କାହିଁ।
କଣ୍ଟ କରାକରି ଆଖି ଠରାଠରି ଏପୁରରେ ଚଳେ ନାହିଁ। ବୁଝିଲ, ତୁମର ସେ ଯୋଉ ଆଖି ଠରାଠରି କଣ୍ଟ କରାକରି ବଇଁଶୀ ଫୁଙ୍କା ଏ ଶ୍ରୀମନ୍ଦିରରେ ସେ ଚଳିବ ନାହିଁ। ଏହା ହେଉଛି ଭଦ୍ରପୁର। ଏଠି ସ୍ୱାମୀ ସ୍ତ୍ରୀ ମଧ୍ୟରେ ସାଣ୍ଠଣାର ସହିତ ନିବାସ କରନ୍ତି, ଭଦ୍ରାମୀର ସହିତ ନିବାସ କରନ୍ତି। ଯାଅ, ଫେରିଯାଅ, ତୁମର ସେଇ ରାଧାରାଣୀ ପାଖକୁ ଫେରିଯାଅ। କେତେ କହିବି ସେ ଗୋପୀଙ୍କର ଗୁଣ, ଯେଉଁପରି ଆଚରଣ, ଅତି ଅନ୍ୟାଚାର, ଅତି ଅବ୍ୟବହାର, ଶୁଣିବାକୁ ବିଡ଼ମ୍ବନ। ସବୁ ମୁଁ ଜାଣିଛି, କର୍ଣ୍ଣରେ ଶୁଣିଛି, କେଉଁ ପ୍ରକାର ସେ ସତୀ। ରାତି ହେଲେ ପତି ପାଖରୁ ଉଠିଣ କୁଞ୍ଜବନେ ବୁଲୁଥାନ୍ତି। ଲାଜ ବୋଲି ଯେଉଁ ଯୋଡ଼ିକ ଅକ୍ଷର, ତାଙ୍କଠାରେ ତାହା ନାହିଁ। କେତେ ପରିହାସ ସେ କରନ୍ତି ତୁମ୍ଭ ଶ୍ରୀମୁଖକୁ ଚାହିଁ। ହେ ମହାପ୍ରଭୁ, ମୁଁ ତୁମକୁ ମଣିମା, ମହାପ୍ରଭୁ, ସାନ୍ତେ ଏଭଳିଆ ବାକ୍ୟ, ଏଭଳିଆ ଶବ୍ଦ ସମ୍ବୋଧନ କରି ଡାକୁଛି। ହେଲେ ସେଇ ଗୋପୀମାନେ ତମକୁ କ'ଣ ଡାକନ୍ତି ଜାଣିଛ? ପ୍ରଭୁଙ୍କୁ ଭାରି ଲାଜ ଲାଗିଲାଣି। ଦୁନିଆ ବଡ଼ଦାଣ୍ଡରେ ତାଙ୍କର ସବୁ ଗୁମର ଖୋଲୁଛନ୍ତି। ପ୍ରଭୁ ଧୀରେ ଧୀରେ ପଚାରୁଛନ୍ତି, ଗୋପୀମାନେ ମୋତେ କ'ଣ ଡାକନ୍ତି କିଲୋ? ମହାଲକ୍ଷ୍ମୀ ପୁଣି କହିବା ଆରମ୍ଭ କଲେ, କେବଲଇ ନିଆଁ ଗିଳା ସହସାରେ, କେବଲାଇ ଷଣ୍ଢ ପିଟା, କେବଲେ ପାଲଟା ବସନ ଲୋଟାରେ, କେବଲେ ଅଘଟ ଘୋଟା, କେବଲେ ଓଲିଆ ଦହି ସରଖିଆ, କେବଲେ ମାଇପି ମରା, କେବଲେ ପାତକୀ ବିଶ୍ୱାସଘାତକୀ, କେବଲ ଚଢ଼ାଇ ଚିରା। ଏଇଭଳି କେତେ କଟୁ କୁବଚନ କହନ୍ତି ସେ ଗୋଠିଆଣୀ। ସେବାଣୀ ଶୁଣିବା ପାଇଁକି ଆପଣ ରସିକ ରତନ ମଣି। କେତେ କହିବି ସେ ଗୋପୀଙ୍କ ଘଟଣା, ନ ଜାଣନ୍ତି ବିଧି ସିଧି, ପାଲଟା ବସନ ପିନ୍ଧି ବାହାରନ୍ତି ବିକି ଯିବା ପାଇଁ ଦଧି। ପ୍ରଭୁ, ସେମାନେ ଆପଣଙ୍କୁ ଓଲିଆ, ଦହି ସରଖିଆ, ମାଇପି ମରା, ଷଣ୍ଢ ପିଟା, ଚଢ଼େଇ ମରା ଏଇ ପ୍ରକାରର ଶବ୍ଦ ଆପଣଙ୍କୁ କୁହନ୍ତି। ଆଉ ଆପଣ ଏଇ ଶବ୍ଦକୁ କାନ ଡେରିକି ଶୁଣନ୍ତି। ପ୍ରଭୁ, ଆପଣ ଗାଳି ଶୁଣିବା ପାଇଁ ପରା ଆପଣ ରସିକ ନାଗର ମଣି, ରସିକ ରତନ ମଣି। ସେଇ ଗାଳି ଶୁଣିବାକୁ ଭଲ ଲାଗୁଛି ବୋଲି ଆପଣ ଏଇ ଜାତ ରଚନା କରିଛନ୍ତି। ମୋର ଏଇ ଶାନ୍ତ ଶବ୍ଦ କେମିତି ଭଲ ଲାଗିବ? ତୁମକୁ ଯେ ଗାଈ ଚରାଇ ଆସଇ, ତାଙ୍କୁ ଆସେ ଦହି ବିକି, ନୁହେଁ ବଡ଼ ସାନ ଉଭୟ ସମାନ, କ୍ଷୀରିକି ଏଣ୍ଡୁରି ସାକ୍ଷୀ। ପ୍ରଭୁ, ଆପଣଙ୍କୁ ତ ଗାଈ ଚରାଇ ଆସେ, ଆଉ ତାଙ୍କୁ ତ ଦହି ବିକିବା ବି ଜଣା। ମିଶିକି ଭଲ ବେପାର କରିବେ। ଜାଣନ୍ତି, ଜଣେ କ୍ଷୀରିକୁ ଜଣେ ଏଣ୍ଡୁରି। ଯେତେବେଳେ ମହାଲକ୍ଷ୍ମୀ ଗୋପୀମାନଙ୍କୁ ଗାଳି କରୁଛନ୍ତି, ମହାପ୍ରଭୁ ସବୁ ସହ୍ୟ କରି ଚାଲିଥିଲେ। ତାଙ୍କର ପ୍ରାଣପ୍ରିୟା ଗୋପାଙ୍ଗନାଙ୍କ ପ୍ରତି ଯଦି କେହି କୁଭାଷା ପ୍ରୟୋଗ କରେ, ମହାପ୍ରଭୁ ଜମା ସହ୍ୟ କରିପାରିବେନି। ସେଇଠୁ ମହାପ୍ରଭୁଙ୍କର ରାଗଟା ବଢ଼ିଗଲା। ଏତେବେଳ ଯାଏ ମହାପ୍ରଭୁ ବୁଝାଇ ଚାଲିଥିଲେ, କିନ୍ତୁ ଗୋପୀମାନଙ୍କ ନାଁରେ କହିବାରୁ ଏଇଠୁ ମହାପ୍ରଭୁଙ୍କର ରାଗ ବଢ଼ିଲା। ମହାପ୍ରଭୁ କହିବା ଆରମ୍ଭ କଲେ, ଆଲୋ ଲକ୍ଷ୍ମୀ, ଗୋପୀମାନଙ୍କୁ ତୁ ଏତେ କଥା କହୁଛୁ, ତୁ କୋଉ ଭଲ କି? ତୋ କଥା କହୁଛି, ଏବେ ଶୁଣ। ବୋଲନ୍ତି ଗୋସାଇଁ ଜ୍ଞାନ ତୋର ନାହିଁ, ଅତିହୀନ ତୋର ବୁଦ୍ଧି, ହିଂସାପଣ କରି ଗୋପୀଙ୍କ ଚରଣେ ହେଲୁ ମାତ୍ର ଅପରାଧୀ। ତୁ ମନେ ବିଚାରୁ ମୋପରି ସୁନ୍ଦରୀ ତ୍ରିପୁରେ ନଥିବେ ଆଉ, ଆପଣା ପଣକ ଆପଣା ମୁଖରେ ପରଶଂସୀ ହେଇଥାଉ। ସତେ ବଡ଼ ଘର ଝିଅ ପରି କେତେ ପରିପାଟି କରି କହୁ, ଗୋପୀ ଗଣକରୁ ଜଣକ ସାଙ୍ଗରେ ପଣକରେ ଲେଖା ନହୁଁ। ସବୁଦିନ ତୋର ଚଞ୍ଚଳ ସ୍ୱଭାବ ନିଶ୍ଚଳ ନ ରହୁ କାହିଁ, କେଉଁଠାରେ ମାସେ କେଉଁଠି ବରଷେ ତହିଁରେ ପ୍ରମାଣ ନାହିଁ। 14 ବ୍ରହ୍ମାଣ୍ଡ ଯାକ ଦଣ୍ଡ କରେ ଭ୍ରମଣ କରିଣ ଆସୁ, ସୂଚିବନ୍ତ ନୋହି ପାଦ ନ ପୋଖାଳି ଦେଉଳ ଭିତରେ ପଶୁ। ସବୁ ବିପରୀତ ତୋର ଏ ଚରିତ୍ର, କେତାହା ପାରିବ ଜାଣି, ଏଥିପାଇଁ ତୋତେ ଜଗତେ ବୋଲନ୍ତେ ଲକ୍ଷ୍ମୀ ବାଇ ଠାକୁରାଣୀ। ଆଲୋ ଲକ୍ଷ୍ମୀ, ତୋ ଗୁଣ କ'ଣ ମୁଁ କହିବି ଶୁଣିବୁ? ନ କହିବା ଭଲ। ତୋ ନାଁ ହେଲା ଚଞ୍ଚଳା। ତୁ ପରା ଗୋଟିଏ କ୍ଷଣରେ ସାରା ଜଗତ ବୁଲୁଛୁ, ଆଉ ହାତ ଗୋଡ଼ ନ ଧୋଇକି ମୋ ବଡ଼ ଦେଉଳରେ ପଶୁଛୁ। ସେଇଥିରେ ଆମକୁ ରୋଷେଇ କରିକି ଦଉଛୁ, ଆଉ ଆମେ ଖାଉଛୁ। ତୋ ଗୁଣ କ'ଣ କହିବି? ସେଇଥିପାଇଁ ତୋତେ ସାରା ଜଗତ ବାଇ ଠାକୁରାଣୀ ବୋଲି କହୁଛି। ହଉ ଛାଡ଼ ସେ କଥା। ଆଉ ତୁ ଯୋଉ ନିଜକୁ ସୁନ୍ଦରୀ ଭାବୁଛୁ, ତୋ ମୁହଁ ତୁ କେମିତି ନିଜେ ଜାଣିଛୁ ତ? ବ୍ରହ୍ମା ଗଢ଼ିଥିଲେ ନାରୀ ମୂରତିଟା, ଆଖି ହେଇଗଲା ଟେରି, ଦୂର ଦରିଆରେ ଫିଙ୍ଗି ଦେଇଥିଲେ ମନେ ନାହିଁ କିଲୋ ସିରି। ଆଲୋ ଶ୍ରୀଦେବୀ ଲକ୍ଷ୍ମୀ, ତୋର କ'ଣ ମନେ ନାହିଁ କି? ବ୍ରହ୍ମା ଥରେ ଗୋଟିଏ ସ୍ତ୍ରୀ ମୂର୍ତ୍ତିଟାକୁ ଗଡ଼ୁ ଗଡ଼ୁ ବାଁ ଆଖିଟା ଟିକେ ଟେରି ହେଇଗଲା ବୋଲି ତତେ ସେ ଦୂର ସମୁଦ୍ରକୁ ଫିଙ୍ଗି ଦେଇଥିଲେ, ଆଉ ସେଇ ମୂର୍ତ୍ତିଟାକୁ ନେଇ ବରୁଣ ରାଜା ପାଇକି ରଖିଥିଲେ। ମୋ ବେଳା ଖରାପ, ତୋ ସହିତ ପାଣି ଗ୍ରହଣ କଲି। ମହାପ୍ରଭୁ ଅଟକୁ ନାହାନ୍ତି, ପୁଣି କହିବା ଆରମ୍ଭ କଲେ, ତୋ ମନ ମରମ ଜାଣି କହୁଥାଇ ଭାଇ ବଳରାମ ଦାସ, କାଣି କାଲୁଣୀକୁ କୁଜି ବୋଲି ପରା କରୁଥାଇ ପରିହାସ। ସେ ଯାହା କୁହଇ ଅନ୍ୟଥା ନୁହଇ, ସବୁ ସତ୍ୟତାର ବାଣୀ, ତାହାରି କଥାରୁ ଅନୁଭବ କରି ଭୋଗୁଅଛି ମୁହିଁ ଜାଣି।
ମୁହିଁ ବୋଲି ତୋର ସମ୍ଭାଳିଛି ଦାଉ ଆଉ କେ ପାରନ୍ତା ସହି ଘର ଛାଡ଼ି କରି କୋଉ ପିନି ମାରି ଯାଆନ୍ତାନି ଯୋଗୀ ହୋଇ। ଆଲୋ ହେ ଲକ୍ଷ୍ମୀ, ମୁଁ ବୋଲି ସିନା ଛାତ୍ରୀକୁ ପଥର କରି କାନକୁ ବଧିରା କରି ସହିଛି, ଯଦି ମୋ ଛଡ଼ା ଆଉ କେହି ହେଇଥାନ୍ତା ନା ସବୁ ଛାଡ଼ି କରି କୋଉ ପିନି ମାରିକି ଯୋଗୀ ହେଇକି କୁଆଡ଼େ ପଳାନ୍ତାନି। ଏତେ କଥା ପ୍ରଭୁଙ୍କ ଠାରୁ ଶୁଣି ମହାଲକ୍ଷ୍ମୀ ଆଉ ସହ୍ୟ କରିପାରିଲେନି। କହିବା ଆରମ୍ଭ କଲେ, ତ୍ରିପଣ୍ଡ କାଳିଆ ମେଘା ମୁହା ତୁମେ ଚାଲୁଣି ପରିକା ଆଖି, କୁଲା ପରି ମୁହଁ ଥନ୍ତଲ ପେଟୁଆ ଆଇନାରେ ଆସ ଦେଖି। ତୁମେ କେବେ ନିଜକୁ ଆଇନାରେ ଦେଖିଛ? କାଳିଆ ମୁହଁ, ଥନ୍ତଲ ପେଟୁଆ, ଚାଲୁଣି ପରିକା ଆଖି, ସେଇଥିରେ ପୁଣି ନିଜକୁ ସୁନ୍ଦର ବୋଲି କହୁଛ, ଆଉ ମତେ ଟେରି କହୁଛ? ତମେ କୋଉ ସୁନ୍ଦର କି? ଠିକ୍ ଏହି ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଉ ମହାଲକ୍ଷ୍ମୀଙ୍କର ଏ ପ୍ରକାରର ବାର୍ତ୍ତାଳାପକୁ ବଡ଼ବାଡ଼ ସାମନ୍ତ ଶୁଣିଲେ। ଶ୍ରୀକ୍ଷେତ୍ରର ମୁରବୀ ମହାପ୍ରଭୁ ଶ୍ରୀ ବଳଭଦ୍ର ବଡ଼ ଭାଇ ଶୁଣିଲେ। ବଡ଼ ଠାକୁର ବଳଭଦ୍ର ଚିନ୍ତା କଲେ, ଏମାନେ ଯଦି ଏପରି ହେବେ ଘରର ମର୍ଯ୍ୟାଦା ଦାଣ୍ଡରେ ପଡ଼ିବ। ସେଇଥିପାଇଁ ବଡ଼ ଠାକୁର ମହାଲକ୍ଷ୍ମୀଙ୍କର କଳିକୁ ଦୂରୀଭୂତ କରିବା ପାଇଁ ଘରର ମୁରବୀ ଭାବରେ କହିବାକୁ ଲାଗିଲେ, ଚଳି ହଳଧାରୀ ବୋଲନ୍ତି ଶ୍ରୀହରି ତୁ ତ ଭଲ ଲୋକ ନହୁଁ, ଜଳପତି ଜେମା ଦେଇଙ୍କୁ ତୁ କେତେ କଟୁକୁ ବଚନ କହୁ। ଆମ୍ଭରି ଭଲ ସେ କହୁଥିଲେ ସିନା ଏହା ମନେ ନ ବିଚାରୁ, କେଶୁଣିବ ଏହା ଚୋର ବୋଲି ଯାହା ପାଇକ ପଣ ତୁ କରୁ। ଆମ୍ଭେ ଦୁଇ ଭାଇ ଦାଣ୍ଡକୁ ଗଲାରୁ ଆବର ସୁଭଦ୍ରା ଗଲା, ଶ୍ରୀଜଗ ମୋହନ ରତ୍ନ ସିଂହାସନ ଭଣ୍ଡାର ପଡ଼ିଛି ମେଲା। ହିତ କଥାକୁ ତୁ ଅହିତ ବିଚାରୁ ବିପରୀତ ଅର୍ଥ ତୋର, ଖଣ୍ଟ ପଣିଆ ତୋ କଥାରେ ପଣ୍ଡିତ ଖଣ୍ଟଙ୍କର ସରଦାର। ସବୁଦିନ ଛାଡ଼ ନଗଲା ତୋହର ଫୁଲା ଫାଙ୍କା ଆଚରଣ, ପିନ୍ଧା ଫେରା ତୋର ଲୋଟି ଯାଉଥାଏ ବଡ଼ ଦାଣ୍ଡ ବେହରଣ। ଆରେ କାଳିଆ, ତୁ କଣ ଆମ ଘରର କୁଳବଧୂକୁ ଗାଳି କରୁଛୁ? ମା ଲକ୍ଷ୍ମୀ କଣ ତୁ କଣ ଜମା ଜାଣିନୁ? ଆମେ ଯେତେବେଳେ ଦୁଇ ଭାଇ ଗଲେ ଯାତ୍ରା ରଚନ କରିବା ପାଇଁ, ଆମ ସାଙ୍ଗରେ ଆମ ଗେହ୍ଲା ଭଉଣୀଟା ବି ଗଲା। ଏତେ ବଡ଼ ଶ୍ରୀମନ୍ଦିର, ରତ୍ନଭଣ୍ଡାର, ରତ୍ନ ସିଂହାସନ, କୋଇଲି ବୈକୁଣ୍ଠ, ଆନନ୍ଦ ବଜାର, ଭୋଗ ମଣ୍ଡପ, କଳ୍ପବଟ, ଏଇ ସବୁକୁ 9 ଦିନ କାଳ ଯାଏ କିଏ ଜଗିକି ଅଛି? ବୋହୂଙ୍କୁ ତୁ ଗାଳି ଦଉଛୁ? ତୁ ଜମା ଭଲ ଲୋକ ନୁହଁ ରେ କାଳିଆ, ତୁ ଜମା ଭଲ ଲୋକ ନୁହଁ। ଦାଣ୍ଡ ହାଟ କଥା ସବୁ ମୁଁ ବୁଝୁଛି, ଘର ବୁଝୁଛନ୍ତି ବୋହୂ, ଚାରି ଗୋଟି ଭୁଞ୍ଜି ମାଣ୍ଡିକି ଆଉଜି ବସିଥାଉ ଜନେ ସାହୁ। ଆରେ ତୁ ଘର କଥା ଆଜି ଯାଏ କିଛି ବୁଝିଲୁଣି? ବଡ଼ ଠାକୁରେ କହୁଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ। ଆରେ ବାହାର କଥା ତ ମୁଁ ବୁଝୁଛି, ଚାଉଳ କୋଉଠୁ ଆସିବ, ଲୁଣ କୋଉଠୁ ଆସିବ, କାଠ କୋଉଠୁ ଆସିବ, କେମିତି ରୋଷେଇ ହେବ, ଦାଣ୍ଡ କଥା ସବୁ ଯାକ ମୁଁ ବୁଝୁଛି। ଆଉ ବୋହୂ ଆମର ନିଜ ହାତରେ ରୋଷେଇ କରି ଖାଇବାକୁ ଦଉଛନ୍ତି, ଆଉ ତୁ ଚାରି ଗୋଟି ଭୁଞ୍ଜିକି ମାଣ୍ଡିକି ଆଉଜିକି ବସି ଯାଉଛୁ ଯେମିତି ସାହୁକାର ବସନ୍ତି। ଯେମିତି ଗାଁର ମହାଜନ ମାନେ କିଛି କାମଧନ୍ଦା ନ କରି ଖାଲି ଖାଇବେ, ତକିଆକୁ ଆଉଜିକି ବସିବେ। ତତେ ଆଉ କଣ ଜଣା ଅଛି କିରେ କାଳିଆ? ଲବଣ ତଣ୍ଡୁଳ ଘୃତ କାଠ ଜାଳ କାହୁଁ ଆସୁଛି ଏ ମାନ, ଗୃହ ବ୍ୟବହାର ବୁଝିବା ପାଇଁ କି ହୋଇଛୁ ତୁ କେତେ ସାନ। ଆଉ ଦିନେ ଯେବେ ଘର ଖଡ଼ବଡ଼ କର୍ଣ୍ଣରେ ଶୁଣିବି ମୁହିଁ, ସେଇ ଦିନ ତତେ ଭିନ୍ନେ କରିଦେବି ଏଥିରେ ସନ୍ଦେହ ନାହିଁ। ବୁଝିଲୁ କାଳିଆ? ଯଦି ଆଉ ଥରେ ଶୁଣିବି ତମ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଗଣ୍ଡଗୋଳ ଝଗଡ଼ା ହେଲା, ତତେ ଭିନ୍ନ କରିଦେବି ରେ କାଳିଆ, ତତେ ଭିନ୍ନ କରିଦେବି, ଏଇ ଘରୁ ବିଦା କରିଦେବି। ସାକ୍ଷାତ ଏ ନାରୀ କୁଳ ଶିରିମଣି ତୋର ଜ୍ୟେଷ୍ଠ ପାଟରାଣୀ, ଅନନ୍ତ କୋଟି ବ୍ରହ୍ମାଣ୍ଡ ତାକର ପଡ଼ି ଦିଆ ସାଆନ୍ତାଣୀ। ସର୍ବସୁଲକ୍ଷଣୀ ପରମ ସାଧବୀ ବରୁଣ ନୃପତି ଜେମା, ଯାର କଟାକ୍ଷରୁ ଐଶ୍ୱର୍ଯ୍ୟ ଭୁଞ୍ଜନ୍ତି ଇନ୍ଦ୍ରଚନ୍ଦ୍ର ହର ବ୍ରହ୍ମା। ପୁଣି ସବଦାୟୀ ବୋଲନ୍ତି ଗୋ ମାଏ ଆମ୍ଭ ଆଜ୍ଞା ଏବେ ଘେନ, ସବୁ ହାରକ ମୋ ଭାଇର ହୋଇଲା ଛାଡ଼ ସବୁ ଅଭିମାନ। ଆରେ ତୁ କାହା ସହ କଳି କରୁଛୁ ଜାଣିଛୁ? ଇଏ 14 ବ୍ରହ୍ମାଣ୍ଡର ପଡ଼ିଦାତ୍ରୀ, ତୁ ଏଭଳିଆ ସ୍ତ୍ରୀ ସହିତ ଗଣ୍ଡଗୋଳ କରୁଛୁ କାଳିଆ? ହଉ ହଉ ମା ଲକ୍ଷ୍ମୀ, ମୋ ଦେଉଳର କୁଳବଧୂ, ମୁଁ ତମ ଦେଢ଼ଶୁର, କଥା ହେବା କଥା ନୁହେଁ, କିନ୍ତୁ ଘରର ମର୍ଯ୍ୟାଦା ନିମନ୍ତେ, ଶ୍ରୀମନ୍ଦିରର ସିରିକୁ ରକ୍ଷା କରିବା ନିମନ୍ତେ ହେ ଲକ୍ଷ୍ମୀ ଆମକୁ କ୍ଷମା କରିଦିଅନ୍ତୁ ମା। ଏ କଥା ଶୁଣିଲା ପରେ ମହାଲକ୍ଷ୍ମୀ ଆଉ ସହ୍ୟ କରିପାରିଲେନି। ବଡ଼ ବାଡ଼, ମୋ ବଡ଼ ଦେଢ଼ଶୁର, ମୋ ବଡ଼ ଠାକୁର ମତେ କ୍ଷମା ମାଗିବେ? ଇଏ ହେଉଛି ଓଡ଼ିଆ ଘରର ପରମ୍ପରା ଆଜ୍ଞା। ଯଦି କେହି ବଡ଼ ହେଇକି ସାନକୁ କ୍ଷମା ପ୍ରାର୍ଥନା କରିଦେବ ନା, ଏ କଥାକୁ ସହି ହେବନି। ମହାଲକ୍ଷ୍ମୀ ମୁଣ୍ଡରେ ଓଢ଼ଣା ଟାଣି କହିବା ଆରମ୍ଭ କଲେ, ଦାସୀକୁ ଅନାଇ କହନ୍ତି କମଳା ବହନ ଫେଡ଼ ମୋ ଦ୍ୱାର, କେତେବେଳୁ ଉଭା ରହିଲେଣି ମୋର ବଡ଼ ସାମନ୍ତ ଠାକୁର। ଅପରାଧ କ୍ଷମା କରିବ ମୋହର ମାଗୁଛି ମୁଁ କର ଯୋଡ଼ି, ଏତେ କହି ଖଣ୍ଡ ଦୂରୁ ରହି ମାଏ ସାଷ୍ଟାଙ୍ଗେ ହୋଇଲେ ପଡ଼ି। ଦାସୀଗଣ ଆଜ୍ଞା ହୋଇ ତତକ୍ଷଣ କବାଟ ଫିଟାଇ ଦେଲେ, ସେହି ପଞ୍ଚରତ୍ନ ସିଂହାସନ ଯାଏ ଟେରା ବାଡ଼ ପକାଇଲେ। ଧୀର ଧୀର କରି ରେବତୀ ରମଣ ଭିତରକୁ ଗଲେ ଚଳି, ପୁର ନିକଟରେ ବିଜେ କରିଥିଲେ ଭକ୍ତ ବନ୍ଧୁ ବନମାଳୀ।
ମହାଲକ୍ଷ୍ମୀ ଜୀବକୁ କାମୁଡ଼ିକି କହିବା ଆରମ୍ଭ କଲେ, ଆହା କେଡ଼େ ବଡ଼ ଭୁଲଟିଏ ହେଇଗଲା ମୋର। ଆଲୋ ସଖୀ, ମୋ ବଡ଼ ଠାକୁର, ମୋ ବଡ଼ ବାଡ଼ ମଣିମା ବାହାରେ ଠିଆ ହୋଇଛନ୍ତି ଲୋ, ଶୀଘ୍ର କବାଟ ଖୋଲି ଦିଅ ଲୋ। ଆସନ୍ତୁ ଠାକୁରେ, ତାଙ୍କୁ ଶୀଘ୍ର ଶୀଘ୍ର ବଡ଼ ଦେଉଳ ଭିତରକୁ ପାଛୋଟି ନିଅ ଲୋ, ଶୀଘ୍ର ପାଛୋଟି ନିଅ। ହାତେ ଲମ୍ବର ଓଢ଼ଣୀଟିଏ ଟାଣି ସାଷ୍ଟାଙ୍ଗ ଦଣ୍ଡବତଟିଏ କଲେ। ବଳଭଦ୍ର ଭିତରକୁ ପ୍ରବେଶ କଲା ବେଳେ ତାଙ୍କ ପଛେ ପଛେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ସେଇ ବାହାନାରେ ଭିତରକୁ ପ୍ରବେଶ କରି ଯାଉଥାନ୍ତି। ଭୋଗ ଲୋକ ପରି ରସଗୋଲା କିଲୋ ଲକ୍ଷ୍ମୀ ମୁହେଁ ଦେଲେ ଖୋଇ, ଯେତିକି ଛେନାକୁ ସେତିକି ଛାଚିଲୋ ଶବଦକୁ ଜାଗା ନାହିଁ। ମହାପ୍ରଭୁଙ୍କୁ ତ ବିଦ୍ୟା ଜଣାଥାଏ। ଯେତେବେଳେ ଶ୍ରୀପୁରକୁ ପ୍ରବେଶ କରୁଛନ୍ତି ନା, ମହାଲକ୍ଷ୍ମୀ ବାମ ପଟେ ଛିଡ଼ା ହୋଇଥାନ୍ତି। ମହାପ୍ରଭୁ ମାଉସୀ ବାଡ଼ିରୁ ଆସିଲା ବେଳେ ଯୋଉ ବଡ଼ ବଡ଼ ରସଗୋଲା ନେଇକି ଆସିଥିଲେ, ଲକ୍ଷ୍ମୀ ମା କିଛି କହିବା ପୂର୍ବରୁ ଗୋଟେ ବଡ଼ ରସଗୋଲା ତାଙ୍କ ପାଟିରେ ପୁରେଇ ଦେଲେ, ଯେମିତି ଆଉ ପାଟିରୁ ଭାଷା ବାହାରିବନି। ସେଇଠୁ ଚୁପ୍ ହେଇକି ମହାଲକ୍ଷ୍ମୀ ଟିକେ ହସିଦେଲେ। ଲକ୍ଷ୍ମୀଙ୍କ ଶ୍ରୀମୁଖ ଚାହିଁ ପଦ୍ମମୁଖ ଅଳପ ଅଳପ ହସି ନାନା ଉପହାର ସମ୍ଭାର ଘେନିଣ ଛିଡ଼ା ହୋଇଥାନ୍ତି ଦାସୀ। କଳା ଶ୍ରୀମୁଖକୁ ନିରଖି କମଳା ପରମ ସାନନ୍ଦ ହେଲେ, ରତ୍ନା ଦୀପାବଳି କରେ ଘେନି କରି ମଙ୍ଗଳ ଆଳତୀ କଲେ। ଏଇଠୁ କଳିର ଅନ୍ତ ହେଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ମା କମଳିନୀକୁ ଚାହିଁ ମୃଦୁ ହସ ହସି କହିଲେ, ହେ ଚନ୍ଦ୍ରବଦନୀ, ନିଅ ତମ ପାଇଁ କେତେ ସବୁ ଉପହାର ଆଣିଛି। ଯାଇ ଜୁଇ କୂଳ ଦୟଣା ମାଳତୀ ମାଳ ଗଳେ ଲମ୍ବାଇଲେ, ପ୍ରାଣନାଥ ପାଦ ପଦ୍ମ କର ଧରି ପଦ୍ମାଳୟା ଓଗଳିଲେ। ବେନି କର ପ୍ରସା ଋଣ ବନମାଳି ତତ୍କ୍ଷଣେ ଧଇଲେ ତୋଳି, ଦେଖି ସଖୀ ବୃନ୍ଦ ପରମ ଆନନ୍ଦ ହୋଇଦେଲେ ହୁଳାହୁଳି। ହରିବୋଲ ହୁଳାହୁଳି ପଡ଼ିଲା। ମହାପ୍ରଭୁ ମହାଭୁଜ ପ୍ରସାର କରି ମହାଲକ୍ଷ୍ମୀକୁ ମହାଲିଙ୍ଗନ କଲେ। ସାରା ଜଗତରେ ହରିବୋଲ ହୁଳାହୁଳିରେ କମ୍ପି ଉଠିଲା। ଦେବତାମାନେ ପୁଷ୍ପ ବୃଷ୍ଟି କଲେ। ଲକ୍ଷ୍ମୀ ନାରାୟଣ ମିଳନ ହୋଇଲେ ସର୍ବଜନେ ବୋଲ ହରି, ନାରାୟଣ ନାମ ସୁମରିଲେ ତୁମେ ଭବ ସିନ୍ଧୁ ଯିବ ତରି। ଲକ୍ଷ୍ମୀ ନାରାୟଣ ଭଜରେ ମାନସ କ୍ଷେତ୍ରରେ ମିଳିବ ବାସ, ଲକ୍ଷ୍ମୀ ନାରାୟଣ ଚରଣେ ଶରଣ ଗୌର ଚରଣ ଦାସ। ଆହା, ମହାଲକ୍ଷ୍ମୀ ଆଉ ମହାପ୍ରଭୁଙ୍କର ମିଳନ ଘଟିଛି। ଶ୍ରୀକ୍ଷେତ୍ରରେ ତା ପରଦିନ ଠାରୁ ମହାଲକ୍ଷ୍ମୀ ରୋଷେଇ କରି ନୀଳକନ୍ଦରର ପ୍ରଭୁଙ୍କୁ ଖାଇବାକୁ ଦେଉଛନ୍ତି। ଏ ବଡ଼ ଦେଉଳର ସୁଖ ପୁଣି ଫେରି ଆସିଛି, ଆନନ୍ଦ ଫେରି ଆସିଛି। ଭକ୍ତମାନଙ୍କର ପୁଣି ଭିଡ଼ ଲାଗିଛି ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରିବା ପାଇଁ, ଅବଢ଼ା ଅନ୍ନ ଖାଇବା ପାଇଁ। ଭକ୍ତବନ୍ଧୁ, ଏହି ଲକ୍ଷ୍ମୀନାରାୟଣ କଳହକୁ ଯିଏ ଶ୍ରବଣ କରିଥାଏ, ନିଶ୍ଚିନ୍ତ ଭାବରେ ତାକୁ ଦାମ୍ପତ୍ୟ କଳହରୁ ମୁକ୍ତି ମିଳିଥାଏ। ଭକ୍ତବନ୍ଧୁ, ଯେହେତୁ ଏହା ଏକ ବଡ଼ ପ୍ରସଙ୍ଗ ଥିଲା, ଆଉ ପ୍ରଭୁଙ୍କ କୃପାକୁ ପାଥେୟ କରି ଆପଣମାନେ ମହା ଆନନ୍ଦରେ ତାକୁ ଶୁଣିଲେ, ଶ୍ରବଣ କଲେ। ମୋର ଯଦି ଏଥିରେ କିଛି ତ୍ରୁଟି ହୋଇଥିବ, ଶବ୍ଦଜନିତ ତ୍ରୁଟି, ବାଣୀଜନିତ ତ୍ରୁଟି ହୋଇଥିବ, କେବଳ ମୋ ତରଫରୁ ଏବଂ ସର୍ବୋପରି ଜଗତ ପିତା ମାତାଙ୍କୁ ଏ ପୁଅର କ୍ଷମା ପ୍ରାର୍ଥନା କରୁଛି। ଜଗତ ସାନ୍ତଙ୍କୁ ଆଉ ସାନ୍ତାଣୀଙ୍କୁ ଏହି ଦାସ କ୍ଷମା ପ୍ରାର୍ଥନା କରୁଛି। ଆଶା କରେ ଏହି ପ୍ରସଙ୍ଗଟି ଶୁଣିଲା ପରେ ଆପଣମାନଙ୍କ ମନ ନିହାତି ଭାବରେ ପ୍ରଫୁଲ୍ଲିତ ହୋଇଥିବ, ମନ ଭିତରେ ଭକ୍ତି ସଞ୍ଚାର ହୋଇଥିବ। ଆଜି ପାଇଁ ଏତିକିରେ ରହିଲି ଆଜ୍ଞା। ପୁଣି ଥରେ ଆସିବି ଆଉ ଏକ କୌଣସି ପ୍ରସଙ୍ଗକୁ ନେଇ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଆପଣମାନଙ୍କର ଆଶୀର୍ବାଦ, ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ମହାଲକ୍ଷ୍ମୀଙ୍କର ଆଶୀର୍ବାଦ ସଦାସର୍ବଦା ମୋ ଉପରେ ଏମିତି ଥାଉ। ମହାପ୍ରଭୁଙ୍କର ନାମ ଗାଇ ଗାଇ ଜୀବନ ଯାଉ। ଜଗତର ମଙ୍ଗଳ ହେଉ। ଜୟ ଜଗନ୍ନାଥ।